ଆଧୁନିକ କାବ୍ୟ କବିତା ଗଙ୍ଗାଧର ମେହେର MCQ 03 PG NET JRF PhD SSB PGT OPSC ସମସ୍ତ ଓଡ଼ିଆ ଭାଷା ଭିତ୍ତିକ ପରୀକ୍ଷା ନିମନ୍ତେ ଲାଇକ୍ ସବସ୍କ୍ରାଇବ୍। MS ଓଡ଼ିଆ କ୍ରିଏସନ୍ 3730 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦେହାନ୍ତ କେବେ ହୋଇଥିଲା? 1923, 1924, 1920, 1925। ଉତ୍ତର B 1924। କାଳକ୍ରମ ଅନୁଯାୟୀ ସଜାଅ। ପଦ୍ମିନୀ, ତପସ୍ୱିନୀ, ପ୍ରଣୟବଲ୍ଲରୀ, କୀଚକବଧ। କୀଚକବଧ, ତପସ୍ୱିନୀ, ପ୍ରଣୟବଲ୍ଲରୀ, ପଦ୍ମିନୀ। ପଦ୍ମିନୀ, ପ୍ରଣୟବଲ୍ଲରୀ, କୀଚକବଧ, ତପସ୍ୱିନୀ। କୀଚକବଧ, ପଦ୍ମିନୀ, ତପସ୍ୱିନୀ, ପ୍ରଣୟବଲ୍ଲରୀ। ଉତ୍ତର D। ରୀତି କାବ୍ୟାଦର୍ଶରେ ଗଙ୍ଗାଧରଙ୍କ ରଚିତ କାବ୍ୟର ନାମ କ'ଣ? ରସ ରତ୍ନାକର, ଅଯୋଧ୍ୟା ଦୃଶ୍ୟ, କୀଚକବଧ, ପ୍ରଣୟବଲ୍ଲରୀ। ଉତ୍ତର A ରସ ରତ୍ନାକର। ଗଙ୍ଗାଧରଙ୍କ କେଉଁ କାବ୍ୟର ଆଦ୍ୟ ଓ ପ୍ରାନ୍ତ ସମାନ ଅକ୍ଷର ନିୟମରେ ଅନୁଷ୍ଠିତ ହୋଇଛି? ତପସ୍ୱିନୀ, ଇନ୍ଦୁମତୀ, ରସ ରତ୍ନାକର, ପ୍ରଣୟବଲ୍ଲରୀ। ଉତ୍ତର C ରସ ରତ୍ନାକର। ଇନ୍ଦୁମତୀ କେଉଁ କାବ୍ୟ ପ୍ରଭାବରେ ରଚିତ? ଶିଶୁପାଳବଧ, ମେଘଦୂତ, ବୈଦେହୀଶ ବିଳାସ, ରଘୁବଂଶ। ଉତ୍ତର D ରଘୁବଂଶ। କୀଚକବଧ କାବ୍ୟର କଥାବସ୍ତୁ ସାରଳା ମହାଭାରତର କେଉଁ ପର୍ବକୁ ଭିତ୍ତି କରି ରଚିତ ହୋଇଛି? ବନପର୍ବ, ଆଦିପର୍ବ, ବିରାଟ ପର୍ବ, ସ୍ୱର୍ଗାରୋହଣ ପର୍ବ। ଉତ୍ତର C ବିରାଟ ପର୍ବ। ପ୍ରଣୟବଲ୍ଲରୀ କାହାର ଛାୟାରେ ରଚିତ? ମାଳବିକାଗ୍ନିମିତ୍ରମ୍, ଅଭିଜ୍ଞାନ ଶାକୁନ୍ତଳମ୍, ମେଘଦୂତ, ରଘୁବଂଶ। ଉତ୍ତର B ଅଭିଜ୍ଞାନ ଶାକୁନ୍ତଳମ୍। ତପସ୍ୱିନୀ କାବ୍ୟରେ କେଉଁ ଗ୍ରନ୍ଥର ପ୍ରଭାବ ଅନୁଭୂତ ହୁଏ ନାହିଁ? ମହାଭାରତ, ରଘୁବଂଶ, ଦାଣ୍ଡି ରାମାୟଣ। ଉତ୍ତର ରାମଚରିତ। ଉତ୍ତର A ମହାଭାରତ। ଗଙ୍ଗାଧରଙ୍କ କେଉଁ କାବ୍ୟ ପୂର୍ବାର୍ଦ୍ଧ ଓ ଉତ୍ତରାର୍ଦ୍ଧ ନାମରେ ଦୁଇ ଭାଗରେ ବିଭକ୍ତ? ଇନ୍ଦୁମତୀ, ଅହଲ୍ୟାସ୍ତବ, ପଦ୍ମିନୀ, ତପସ୍ୱିନୀ। ଉତ୍ତର A ଇନ୍ଦୁମତୀ। ରାଧାନାଥଙ୍କ ପ୍ରସ୍ତାବ କ୍ରମେ ଗଙ୍ଗାଧର କେଉଁ କାବ୍ୟର ଛନ୍ଦ ପରିବର୍ତ୍ତନ କରିଥିଲେ? ପଦ୍ମିନୀ, କୀଚକବଧ, ରସ ରତ୍ନାକର, ଅହଲ୍ୟାସ୍ତବ। ଉତ୍ତର E ଅହଲ୍ୟାସ୍ତବ।